ପଞ୍ଚଗବ୍ୟ ଏକ ବହୁ ଉପକାରୀ ଜୈବିକ ଖାଦ୍ୟସାର ଯେଉଁଥିରେ ପ୍ରଚୁର ପରିମାଣରେ ଖାଦ୍ୟସାର ଅଣୁଜୀବ ଭିଟାମିନ୍ ଓ ବୃଦ୍ଧି ଉଦ୍ଦୀପକ ପଦାର୍ଥ ରହିଥାଏ, ଯାହାର ଉପଯୋଗ ଫଳରେ ଫସଲରେ ଉତ୍ତମ ବୃଦ୍ଧି ସହିତ ମାଟିର ଉର୍ବରତା ବୃଦ୍ଧି ପାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ 4 କେଜି ଗାଈ ଗୋବର 500 ଗ୍ରାମ ଗୁଆ ଘିଅକୁ ଭଲ ଭାବରେ ମିଶାଇ 3 ଦିନ ପର୍ଯ୍ୟନ୍ତ ପଚିବା ପାଇଁ ରଖାଯାଇଥାଏ। ଏଥିରେ 3 ଲିଟର ଗୋମୂତ୍ର 10 ଲିଟର ପାଣି ଦେଇ ଭଲ ଭାବରେ ଗୋଳାଇ 3 ଦିନ ପର୍ଯ୍ୟନ୍ତ ରଖି ପଚାଯାଇଥାଏ। ଏହାପରେ ଏଥିରେ 1 ଲିଟର କ୍ଷୀର 1 ଲିଟର ଦହି ଓ 1 କେଜି ଗୁଡ଼ ତଥା 1 ଲିଟର ନଡ଼ିଆ ପାଣି ଓ 12ଟି ପାତାଳିଆ କଦଳୀକୁ ଭଲ ଭାବରେ ମିଶାଇ 10 ଦିନ ପଚାଇବା ପାଇଁ ଛାଡ଼ି ଦେବାକୁ ଥାଏ। ଏହାର ପ୍ରସ୍ତୁତ ହୋଇସାରିବା ପରେ 1 ଲିଟର ପାଣିରେ 30 ml ହିସାବରେ ଦ୍ରବଣ କରି ଗଛ ଉପରେ ସିଞ୍ଚନ କରାଯାଇଥାଏ। ଏହାର ବ୍ୟବହାର ଗଛର ସମସ୍ତ ପୋଷକ ତତ୍ତ୍ୱ ଦେବା ସହିତ ପ୍ରଚୁର ପରିମାଣରେ ଉତ୍ତମ ବୃଦ୍ଧି କରିବାରେ ସହଯୋଗ ହୋଇଥାଏ।